ମୋହନାରେ କୌଶଳ ଦକ୍ଷତା ପ୍ରମାଣପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମୋହନାସ୍ଥିତ ହେଲ୍ପ ଏ ଚାଇଲ୍ଡ ଇଣ୍ଡିଆ ଗଜପତି ଶିଶୁ ବିକାଶ ପ୍ରକଳ୍ପ ଗ୍ରାମ ଉଦ୍ୟୋଗ କାର୍ଯ୍ୟାଳୟ ସଭାଗୃହରେ କୌଶଳ ଦକ୍ଷତା ପ୍ରମାଣପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରୋଜେକ୍ଟ କୋର୍ଡିନେଟର ଗଜପତି ଲିମାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜନଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ପି ଜୀବେନ ଦାସ, ମୋଟିଭେଟର ତଥା ଟ୍ରେନର ଅମିତ କୁମାର ପଟ୍ଟନାୟକ, ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର ରବୀନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ନିଜ ଜୀବନରେ କିପରି ଉନ୍ନତି କରିବେ ଏବଂ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କେଉଁ କେଉଁ ପରିସ୍ଥିତିରେ ନିଜକୁ ନେବାକୁ ପଡ଼ିବ ସେ ନେଇ ଅତିଥିମାନେ ନିଜ ନିଜର ଅଭିଭାଷଣରେ ବୁଝାଇଥିଲେ। ଏହି ପରିପ୍ରେକ୍ଷୀରେ କମ୍ପ୍ୟୁଟରର ତାଲିମ ପାଇଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଟ୍ରେନର ଆଶିଷ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଟ୍ରେନର ସ୍ୱର୍ଣ୍ଣଲତା ଶବରଙ୍କ ସହ ଅନ୍ୟ ସଦସ୍ୟମାନେ ଏହାର ସୁପରିଚାଳନା କରିଥିଲେ।